ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ପସା ମୋଲାରମ୍ ଶିଳ୍ପାଞ୍ଚଳର ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି 34 ଜଣଙ୍କର ମୃତ୍ୟୁ ଏବଂ ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି। ବିସ୍ଫୋରଣରେ କାରଖାନାର ଏକ ଅଂଶ ଭୁଶୁଡି ପଡିଥିବାରୁ ଭୟଙ୍କର ନିଆଁ ଲାଗିଯାଇଥିଲା। ଉତ୍ତର ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକ ଅନ୍ତର୍ଗତ 72ଟି ପଞ୍ଚାୟତର 700ରୁ ଅଧିକ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇ ପାଣି ଘେରରେ ରହିଛି। ଝାଡଖଣ୍ଡର ଚାନ୍ଦିଲି ବନ୍ଧରୁ ପାଣି ଛଡାଯାଇଥିବାରୁ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ଆସି ଏଭଳି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। Preview. Preview. କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ଜିଆଦ ସଂରକ୍ଷିତ ଜଙ୍ଗଲ ବୁଢାଗୁଡା ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ପୋଲିସ ଗୁଳିରେ 2 ଜଣ ଦୁର୍ଦ୍ଦାନ୍ତ ମାଓ କାଡର ନିହତ ହୋଇଯାଇଥିବା ବେଳେ ପୋଲିସ ମାଓ କ୍ୟାମ୍ପ ଠାବ କରି ମାଓ ଶିବିରରୁ ଗୋଟିଏ ରାଇଫଲ, ଗୋଟିଏ ରିଭଲଭର, ଜୀବନ୍ତ ଗୁଳି, ୱାକିଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। Preview. Audio Jungle. Preview. Audio Jungle. Audio Jungle. Preview. ପାରାଦୀପ ନିକଟସ୍ଥ ଭୂତ ମୁଣ୍ଡାଇ ବ୍ୟାଙ୍କ ଛକ ନିକଟରେ ଗ୍ୟାସ ଟ୍ୟାଙ୍କର ସହ କାରର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ କାର ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକ ସ୍ଥାନୀୟ ଜଗତି ଗ୍ରାମର ପ୍ରଜ୍ଞା ପ୍ରକାଶପତି ଏବଂ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି। Preview. ଭୁବନେଶ୍ୱର ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ସଫେଇ କର୍ମଚାରୀମାନେ ଝାଡୁଛାଡ ଆନ୍ଦୋଳନ କରିଛନ୍ତି। ତେବେ ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। Preview. ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରା ପଞ୍ଚମୀ ନୀତି। ସନ୍ଧ୍ୟାରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ ଏବଂ ପରମ୍ପରା ଅନୁସାରେ ଅଭିମାନିନୀ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ। Preview. 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 Audio Jungle. Audio Jungle. Preview. ଭାରତୀୟ ରେଳ ବିଭାଗ ଆଜିଠାରୁ ଟ୍ରେନ୍ ଟିକଟ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଯାତ୍ରୀ ସେବା ଉନ୍ନତ କରିବା ଓ ଯାତ୍ରୀ ଭଡ଼ା ଗଣନାକୁ ସରଳ କରିବା ପାଇଁ ଟିକଟର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଲୋକାଲ ଟ୍ରେନ୍ ଭଡ଼ା ଓ ମାସିକ ଟିକଟ ଭଡ଼ାର ଅପରିବର୍ତ୍ତିତ ରହିଛି। Preview. ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗର ସ୍ଥାନୀୟ ଅଇଁଠାପଲ୍ଲୀ ଥାନା ଅନ୍ତର୍ଗତ ସିଂହପାଲି ଅଞ୍ଚଳରେ ଯାଞ୍ଚ ବେଳେ ଏକ କାରରୁ 105 କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ କାରରୁ 5ଟି ଜରି ବସ୍ତାରେ ଏହି ଗଞ୍ଜେଇ ମିଳିଥିଲା। Preview.
ଆଜିଠୁ ଦିଲ୍ଲୀରେ 15 ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ 10 ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡିକୁ ରାସ୍ତାରୁ ହଟାଇବାକୁ ନୂଆ ନିୟମ ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପରେ କଡାକଡି ଯାଞ୍ଚ ହୋଇଛି। ଆଉ ନିୟମ ନ ମାନିଲେ କାରକୁ 10,000 ଏବଂ ବାଇକ୍ ପାଇଁ 5,000 ଫାଇନର ବ୍ୟବସ୍ଥା ବି ହୋଇଛି। Preview. ଏବଂ ନୂଆପଡା ଜିଲ୍ଲା କୋମନା ଥାନା ଅଧୀନ କୋମନା ଗାଁର ଜଣେ ମହିଳା ଯୌତୁକ ନିର୍ଯାତନାରୁ ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ୱାମୀ ଓ ନଣନ୍ଦଙ୍କୁ ନୂଆପଡା ଏଡିଜେ କୋର୍ଟ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। Preview.